सही बोला बोलो परफेक्ट ମୁଁ ସେଥିପାଇଁ ତମକୁ କହିଥିଲି ନା ଖାଲି ଆଜି ଫାଷ୍ଟ କ୍ୱେଶ୍ଚନଟା ମାରିବନି ଦୟାକରି ସମସ୍ତେ ନିଜ ନିଜର ଆସନ ଗ୍ରହଣ କରିଦିଅନ୍ତୁ ଏବଂ ନିରବତା ରକ୍ଷା କରନ୍ତୁ। ଦେଖିଲେ ମୁଁ କ'ଣ କହୁଥିଲି ମୋ କଥାକୁ ତୁମମାନେ କେହି ବିଶ୍ୱାସ କର। ନମସ୍କାର। ରାଜ୍ୟ ସରକାରଙ୍କର 1 ବର୍ଷ ପୂର୍ତ୍ତି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀକୁ ଆପଣମାନଙ୍କୁ ବିନମ୍ର ସ୍ୱାଗତ। ବର୍ଷ 1 ଉପଲବ୍ଧି ଅନେକ ଏହି ବିଜୟଙ୍କର ସହ ଆପଣମାନଙ୍କ ସଙ୍ଗେ ଭାବ ବିନିମୟ ପାଇଁ ଆଜି ଆମନ୍ତ୍ରଣରେ ଉପସ୍ଥିତ ଅଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ଏବଂ ଉପସ୍ଥିତ ଅଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପାର୍ଟିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନୋହର ସାମଲ ମହୋଦୟ। ମାତ୍ର ଗୋଟିଏ ବର୍ଷର ସୁଶାସନ ବହୁ ନିର୍ଣ୍ଣାୟକ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଲୋକଙ୍କ ସେବାରେ ସମର୍ପିତ ରାଜ୍ୟ ସରକାରଙ୍କର 1 ବର୍ଷର ଯାତ୍ରା ଐତିହାସିକ ଏବଂ ଘଟଣାବହୁଳ। ନିଜର ବିପୁଳ ରାଜନୈତିକ ଅଭିଜ୍ଞତାକୁ ଆଧାର କରି 4.5 କୋଟି ଓଡ଼ିଆଙ୍କର ଆସ୍ଥା ଆବେଗ ଏବଂ ଭରସାକୁ ଜିତି ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଜନପ୍ରିୟତା ହାସଲ କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଏହି ଲୋକଙ୍କର ପ୍ରିୟତା ଆଦୃତି ଭଲ ପାଇବା ଭରସା ଏବଂ ବିଶ୍ୱାସର ଶ୍ରେୟ ହେଉଛି ଓଡ଼ିଶାବାସୀଙ୍କର। 1 ବର୍ଷ ପୂର୍ତ୍ତିର ଏହି ସୁବର୍ଣ୍ଣ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ସହ ବର୍ତ୍ତମାନ ଭାବ ବିନିମୟ କରିବେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଆଜିର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ନିମନ୍ତେ ମୁଁ ବିନମ୍ର ନିବେଦନ କରୁଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବା ପରେ ଆପଣମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ବିନମ୍ର ନିବେଦନ। ଆଜିର କାର୍ଯ୍ୟକ୍ରମ ଲୋକଙ୍କ ସରକାରର 1 ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ